ଚନ୍ଦ୍ରଗୁପ୍ତଙ୍କ ପରେ ବିନ୍ଦୁସାର ବିଶାଳ ବୌଦ୍ଧ ସାମ୍ରାଜ୍ୟର ଲୋଡ଼ ନିଜ ହାତକୁ ନେଇଗଲେ। ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟ ବିସ୍ତାରର ସ୍ୱପ୍ନ ଏବେ ବିନ୍ଦୁସାରଙ୍କ ସ୍ୱପ୍ନ ହେଇଗଲା। ସେ ଦକ୍ଷିଣାଞ୍ଚଳ ଉପରେ ଆକ୍ରମଣ କରି ମୌର୍ଯ୍ୟ ସାମ୍ରାଜ୍ୟର ବିସ୍ତାର ସୁଦୂର ଦକ୍ଷିଣର ମୈଶୂର ଯାଇ କରିଲେ। ସେ ବଙ୍ଗୋପସାଗର ଏବଂ ଆରବ ସାଗର ମଝିରେ ଥିବା ସମସ୍ତ ପ୍ରଦେଶଗୁଡ଼ିକୁ ଜିତି ମୌର୍ଯ୍ୟ ସାମ୍ରାଜ୍ୟର ଅଧୀନସ୍ଥ କରିଦେଲେ। ଭାରତର ବିଶାଳ ଭୂଭାଗ ଉପରେ ମୌର୍ଯ୍ୟର ରଥ ବିଜୟ ପତାକା ଉଡ଼ାଇ ଦୌଡ଼ି ଚାଲିଲା। ପାଖାପାଖି ସମସ୍ତ ଉପମହାଦ୍ୱୀପ ମୌର୍ଯ୍ୟର ଅଧୀନକୁ ଆସିଯାଇଥିଲା। କେବଳ ଗୋଟିଏ ଅଞ୍ଚଳ ଥିଲା ଯାହା ତାଙ୍କ ଅଧିକାରର ବାହାରେ ଥିଲା। ତାହା ଥିଲା ପୂର୍ବ ତଟର କଳିଙ୍ଗ। କଳିଙ୍ଗ ସ୍ୱାଧୀନ ଥିଲା, ଅବିଜିତ ଥିଲା। ସେ ମୌର୍ଯ୍ୟର ବିଜୟ ରଥକୁ ନିଜ ସୀମା ମଧ୍ୟକୁ ପଶିବାକୁ ଦେଇନଥିଲା। କଳିଙ୍ଗ ସୀମାରେ ଏବେ ମଧ୍ୟ କଳିଙ୍ଗର ହିଁ ଧ୍ୱଜା ଉଡ଼ୁଛି।